ଆପଣ ସବୁଠୁ ଗୋଟେ ଭଲ ପ୍ରଶ୍ନ ପଚାରିଛନ୍ତି। ଆଜି ମହାନଦୀର ଦୁଃଖ ମୁଁ ଜଳ ସମ୍ପଦ ବିଭାଗ ଖର୍ଚ୍ଚ ଦାବି ଆଲୋଚନା କ୍ରମରେ କହିଲି। କାହିଁକିନା ମୁଁ ମହାନଦୀ କୂଳେ ଜନ୍ମ ନେଇଛି, ସେଠି ବଢ଼ିଛି। ମହାନଦୀର ଆତ୍ମା ସାଥିରେ ମୁଁ ଅତ୍ୟନ୍ତ ଘନିଷ୍ଠ ପରିଚିତ। ମୁଁ ତାକୁ ଇମୋସନାଲି ଆଜି କହିଛି, ଭାବପ୍ରବଣ ହୋଇ କହିଛି। ମହାନଦୀ ବକ୍ଷ ଶୁଖିଯାଇଛି, ତାର ଶଯ୍ୟା ବର୍ତ୍ତମାନ ତତଲା ବାଲିରେ ଆଉଟ ପାଉଟ ହେଉଛି ଏବଂ ତାର ଦୁଇ କୂଳ ଅବବାହିକାରେ ଯେତେ ସବୁ ଜନବସତି ଗାଁରୁ ସହର ଯାଏ ସେମାନେ କଷ୍ଟ ଭୋଗୁଛନ୍ତି। ଏବଂ ସବୁଠୁ ବଡ଼ କଥା ହେଉଛି ଛତିଶଗଡ଼ ଯେଉଁଭଳି ଭାବରେ ମହାନଦୀକୁ ବନ୍ଦୀ କରି ରଖିଛି, ସେଥିରୁ ମୁକ୍ତ କରିବା ପାଇଁ ଓଡ଼ିଶା ସରକାର ଏବଂ ଓଡ଼ିଶାବାସୀ ସଂଗ୍ରାମ କରିବା ଦରକାର। ଆମେ ଯେତେବେଳେ ସରକାର ଥିଲୁ ସେତେବେଳେ ଛତିଶଗଡ଼ରେ କେତେବେଳେ ବିଜେପି ତ କେତେବେଳେ କଂଗ୍ରେସ ସରକାର ଥିଲା, କେନ୍ଦ୍ରରେ କେତେବେଳେ କଂଗ୍ରେସ ତ କେତେବେଳେ ବିଜେପି ସରକାର ଥିଲା ଏବଂ ଓଡ଼ିଶାରେ ଆମେ ବିଜୁ ଜନତା ସରକାର ଥିଲୁ। କେନ୍ଦ୍ର, ଛତିଶଗଡ଼, ଓଡ଼ିଶାରେ ତିନିଆଡ଼ିଆ ସରକାର ଥିଲେ। ସେଇଥିପାଇଁ ଯେତେବେଳେ ଛତିଶଗଡ଼ ଆମ କଥା ମାନିଲାନି, କେନ୍ଦ୍ର ଆମ କଥା ଶୁଣିଲାନି, ଆମେ ସୁପ୍ରିମକୋର୍ଟ ଯିବାକୁ ବାଧ୍ୟ ହେଲୁ ଯେ ଗୋଟେ ନ୍ୟାୟ ଦିଆଯାଉ, ସେ ମହାନଦୀକୁ ଯେଉଁ ବାନ୍ଧିକି ରଖୁଛନ୍ତି, ପାଣି ଛାଡ଼ୁନାହାନ୍ତି, ଓଡ଼ିଶାକୁ ପାଣି ଛାଡ଼ନ୍ତୁ। ଯେହେତୁ ତିନିଆଡ଼ିଆ ସରକାର ଥିଲା, ମୋର କହିବାର କଥା ହେଉଛି ଏବେ ଗୋଟିଏ ଦଳର ସରକାର ତିନିଟି ଜାଗାରେ ଅଛି। ଭାରତୀୟ ଜନତା ପାର୍ଟିର ସରକାର, ବିଜେପି ସରକାର ଦିଲ୍ଲୀରେ ଅଛି, ଛତିଶଗଡ଼ରେ ଅଛି, ଓଡ଼ିଶାରେ ଅଛି। ତେଣୁ ମହାନଦୀ ବର୍ତ୍ତମାନ ନିବେଦନ କରୁଛନ୍ତି ଓଡ଼ିଶାର ବିଜେପି ସରକାରଙ୍କୁ, ଯେହେତୁ ଆପଣ କେନ୍ଦ୍ର ଏବଂ ଛତିଶଗଡ଼ ଓଡ଼ିଶାରେ ଅଛନ୍ତି, ମୁଁ ହେଉଛି ପ୍ରକୃତି, ମୁଁ ହେଉଛି ମା, ମୋତେ ଆଉ କୋର୍ଟ କଚେରୀକି ଟାଣନ୍ତୁ ନାହିଁ। କୋର୍ଟ କଚେରୀ ବାହାରେ ମଧ୍ୟ ଆପଣ ସମାଧାନ କରିପାରିବେ। ଯେହେତୁ ଆପଣ ତିନି ଜଣ ଯାକ ଗୋଟିଏ ଦଳର ଗୋଟିଏ ସରକାର, ହୁଏତ ଏଇଟା ବିଧି ନିର୍ଦ୍ଦେଶ ହେଇଥିବ ମହାନଦୀର ଦୁଃଖ ନିଭେଇବା ପାଇଁ, ମହାନଦୀର ଆଖିର ଲୁହ ପୋଛିବା ପାଇଁ। ତେଣୁ ଆମକୁ ଯଦି କିଏ ବ୍ଲେମ୍ କରୁଛି ତମେ କାହିଁକି ଯାଇଥିଲ ସୁପ୍ରିମକୋର୍ଟକୁ, ଆମେ ଏଇଥିପାଇଁ ଯାଇଥିଲୁ, ସେତେବେଳେ କେନ୍ଦ୍ରରେ ଥିବା ମୋଦି ସରକାର ଶୁଣିଲେନି, କେତେବେଳେ ଛତିଶଗଡ଼ରେ ବିଜେପି ସରକାର ଥିଲା ତ କେତେବେଳେ କଂଗ୍ରେସ ସରକାର ଥିଲା, ସେମାନେ ଶୁଣିଲେନି। ସେଇଥିପାଇଁ ଆମେ ଯାଇଥିଲୁ ନ୍ୟାୟ। ମହାନଦୀର ଯେଉଁ ଦୁଃଖ, ଯେଉଁ କଷ୍ଟ, ଯେଉଁ ଯନ୍ତ୍ରଣା ଆପଣ ଥରେ ଏଇ ଖରାଦିନେ, ଏଇ ମାର୍ଚ୍ଚ ମାସ, ଏପ୍ରିଲ ମାସ ଆସନ୍ତୁ ଦେଖିବେ। ଯଦି ପ୍ରକୃତରେ ଆମ ଭିତରେ ଟିକିଏ ବି ସମ୍ବେଦନଶୀଳତା ଥିବ, ସେଠି ଆଖିରୁ ଧାର ଧାର ଲୁହ ବୋହିବ। ଆସ ମହାନଦୀର ଲୁହ ପୋଛିବା, ମହାନଦୀର ଦୁଃଖକୁ ନିଭେଇବା ଏବଂ ତା ସାଥିରେ ଆମେ ଓଡ଼ିଶାବାସୀ ଉପକୃତ ହେବା। ଓଡ଼ିଶାବାସୀ ମହାନଦୀକୁ ବଞ୍ଚେଇଲେ ଓଡ଼ିଆ ଅସ୍ମିତାକୁ ବଞ୍ଚେଇବେ। ଆଉ ସେଇଥିପାଇଁ ଯେଉଁ ସରକାର ଅଛନ୍ତି, ଭାଜପା ସରକାର, ସିଏ ତାକୁ ଦାୟିତ୍ୱ ନିଅନ୍ତୁ। ମୁଁ ଆଜି ଗୋଟେ କଥା କହିଲି, ଇଏ କହୁଛନ୍ତି ଆମେ ଡବଲ ଇଞ୍ଜିନ୍ ସରକାର ଅଛୁ। ମୁଁ କହିଲି ଡବଲ ଇଞ୍ଜିନ୍ ସରକାରଠୁ ବେଟର ଶୁଭିବ ମୋମୋ ସରକାର କହିଲେ। ମୋମୋ ସରକାର କହିବା ମାନେ ମୋଦିଜୀ ଏବଂ ମୋହନଜୀ, ତେଣୁ ଉଭୟ ହେଉଛନ୍ତି ମୋମୋ ସରକାର। ଯଦି ମୋମୋ ସରକାର ତ୍ୱରାନ୍ୱିତ କରିବେ ତାହେଲେ ଦାୟିତ୍ୱ ନେବେ, ସମାଧାନ ହେଇଯିବ। ଯଦି ମୋମୋ ସରକାର ଦାୟିତ୍ୱ ନ ନେବେ, ଆମେ ଭାବୁ ମୋମୋ ବିଫଳ ହେଲା।